ଆଜି ମୋ ବେପାର କାହିଁକି ହେଲାନି ଜାଣନ୍ତୁ ସାଙ୍ଗମାନେ ନିତ୍ୟପିଞ୍ଜ ବ୍ଲଗକୁ ସ୍ୱାଗତ। ଦିନ ପରେ ଦୋକାନଟି ଖୋଲିଥିଲା, ଖୋଲି ସାରିଲା ପରେ ଦୋକାନଟି ସଜେଇ ଦେଇଥିଲି। ବେପାର ଷ୍ଟାର୍ଟ ହେଇନଥିଲା ବୋଲି ମୋ ମନ ପ୍ରବଳ ଦୁଃଖ ହେଇଥିଲା। ପ୍ରଥମେ ମୁଁ ଭୁଲ ମାଗି ନେଉଛି କାହିଁକି ନା କାଲି ମୁଁ ଭିଡିଓ ଅପଲୋଡ କରିନଥିଲି, କାମ ଥିଲା ତ ସେଇଥିପାଇଁ ମୁଁ ଆଉ ଭିଡିଓ ଛାଡି ପାରିଲିନି। ଆଉ ୟୁପିରୁ ଆସିଥିଲେ ଆମ ବାଲେଶ୍ୱର ବାଲିପାଳକୁ ବୁଲିବା ପାଇଁ, ଆଉ ସେମାନେ ଆସି ମୋ ପାଖରେ ପହଞ୍ଚି ଯାଇଥିଲେ। କହିଲେ କି ଭାଇ ଆମକୁ ପାଣିପୁରୀ ଦିଅ ଖାଇବା ପାଇଁ, ଆଉ ସେମାନଙ୍କୁ ମୁଁ ପାଣିପୁରୀ ଖାଇବା ପାଇଁ ଦେଇ ଦେଇଥିଲି। ଖାଇବା ପାଇଁ ଦେଇ ସାରିଲା ପରେ ସେମାନେ ମତେ ହିନ୍ଦୀରେ କହିଲେ ଭैया हमारा गाँव में ऐसे नहीं मिलती है, लेकिन हमारा गाँव से तुम्हारा पानी थोड़ा टेस्ट लगते है। ତାପରେ କାହିଁକି କେଜାଣି ମୋ ବେପାର ଟୋଟାଲ ହଉନଥିଲା। ମୋ ମନ ଦୁଃଖ ଏତେ ଜୋର ହଉଥିଲା ଯେ ମୁଁ କାହିଁକି ଆଜି କଣ ହେଇଛି ମୁଁ ଜାଣିପାରୁନଥିଲି। ଆଉ ଏ ଗାଁୱାଲି ଭିଡିଓ ଆପଣଙ୍କୁ କେମିତି ଲାଗୁଛି ମତେ ଟିକେ କମେଣ୍ଟ କହୁଥିବେ। ଆଉ ମୋ ଭିଡିଓ ଯିଏ ନୂଆ ଦେଖୁଛ ମତେ ଟିକେ ସବସ୍କ୍ରାଇବ କରିଦେବେ। ବେପାର ନହେଲେ କାହିଁକି କେଜାଣି ମୋ ମାଇଣ୍ଡ ଟା ବହୁତ ଟେନସନ ହେଇଯାଏ। ଆଉ ମଝିରେ ଟିକେ ବେପାର ହେଇଯାଉଥିଲା। ଆଉ ତାପରେ ଯାହା ଯେମିତି ବେପାର ଟିକେ ଚାଲିଥିଲା, କିନ୍ତୁ ମୋ ପୁଚକା ଖାଲି ହଉନଥିଲା। ଆଉ ମୋ ମିନି ବ୍ଲଗ ଟି କେମିତି ଲାଗିଲା ମତେ ଟିକେ କମେଣ୍ଟ ରେ କହିଦେବେ। ଆଉ ମୋ ନୂଆ ଭିଡିଓ ଯିଏ ଦେଖୁଛ ମତେ ଟିକେ ସବସ୍କ୍ରାଇବ କରିଦେବେ, ଲାଇକ୍ କରିଦେବେ, କମେଣ୍ଟ କରିଦେବେ। ରହୁଛି ନମସ୍କାର, ଜୟ ଜଗନ୍ନାଥ।